ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖ। ଆଜି ଆଲୋଚନା କରିବା ଆସୁଛି ଧର୍ମ ମାର୍ଗ। କହିବାର ତାତ୍ପର୍ଯ୍ୟ କ'ଣ? ବର୍ତ୍ତମାନ ସମୟ ତମେ ଭାବୁଛ ଖାଲି ଠାକୁର ଆମେ ଯଦି ପୂଜା କରିବା ତାହେଲେ ଆମେ ଧର୍ମ କରୁ। ଠାକୁର ପୂଜା କଲେ ଧର୍ମ କରୁ। ଯଦି ତମର କର୍ମ ନାହିଁ, ସଠିକ ସମ୍ପାଦନ କର୍ମ ନ ହୁଏ, ଯେତେ ଚିତା ଯୋଜନ ନଗେଇ ଜ୍ଞାନ ବଖାଣ କଲେ ଧର୍ମ ପ୍ରାପ୍ତି ହୁଏ। ଧର୍ମ କରିବାକୁ ହେଲେ ପ୍ରଥମେ କର୍ମ କର। କର୍ମ କରିଲେ ବାବୁ ଧର୍ମ ଆସଇ, ଏହା ବିନୁ ଆନପତ ସଂସାରରେ ନାହିଁ। ଯାହା ପ୍ରତି ତମର କର୍ମ ସମ୍ପାଦନ ଠିକ ନାହିଁ, ଜ୍ଞାନ ବଖାଣ କଲେ, ଦେହଯାକ ଚନ୍ଦନ ଚର୍ଚ୍ଚିତ ହେଲେ, ଗେରୁଆ ଅରୁଆ ଖାଇଲେ ତାର କିଛି ମହତ୍ଵ ନଥାଏ। ସୁତରାଂ ପେଟକୁ ନିର୍ମଳ କର, ପ୍ରଭୁଙ୍କୁ ଡାକ। ଅତୀତରେ ଯେତେବେଳେ ସଭା ହୁଏ ବା ଗାଁ ମାନଙ୍କରେ ଯେତେବେଳେ ପଞ୍ଚାୟତ ବସେ, ସେ ସମୟରେ ଯଦି ମହାପ୍ରସାଦ କୋରୁଆ ଥୁଆ ହୋଇଥାଏ, ଜଣେ ଲୋକ ଭୁଲ କରିଥିଲେ ମାନିଯାଏ, ସେ ଆଉ ମିଛ ହୁଏ ନା। କାହିଁକି ନା କାଳେ ପାପ ହବ କି? କିନ୍ତୁ ବର୍ତ୍ତମାନ ସମୟ ତମେ ଦେଖ, ନିଜର ସ୍ୱାର୍ଥ ହାସଲ କରିବାକୁ ହେଲେ ମଣିଷକୁ କ'ଣ କରୁଛି? ମାରିଦେବାକୁ ପଛଉନି। କିନ୍ତୁ ସେଟା ମଣିଷର କର୍ତ୍ତବ୍ୟ ନୁହଁ। ଭଗବାନ 56 କୋଟି ଜୀବଜନ୍ତୁ ସୃଷ୍ଟି କଲେ। ହାତୀ, ବାଘ, ଘୋଡ଼ା, ଛେଳି, ଏମିତି ଅନେକ ପ୍ରକାର ଜୀବଜନ୍ତୁ ହେଲେ। ମଣିଷ ତନ୍ମଧ୍ୟରୁ ଅନ୍ୟତମ। କିନ୍ତୁ ଯେତେ ଗୁଡ଼ିଏ ଜୀବଜନ୍ତୁ ସୃଷ୍ଟି କଲେ ତାଙ୍କର ପ୍ରତି ଶବ୍ଦ ନାହିଁ। ମଣିଷ ଯେତେବେଳେ କୁପଥଗାମୀ ହେଇଯାଏ, ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହ, ମମତାକୁ କାଟିଦିଏ, ସେତେବେଳେ ତାକୁ କ'ଣ କୁହନ୍ତି? ଏଇଟା ଅମଣିଷଟା। ଗୁରୁଜନ ଲଘୁଜନକୁ ନ ମାନେ ମଣିଷର ପ୍ରତିଶବ୍ଦ ହେଉଛି କ'ଣ? ଅମଣିଷ। କିନ୍ତୁ ହାତୀର ପ୍ରତିଶବ୍ଦ କ'ଣ? ଅହାତୀ କହନ୍ତି। ଛେଳିର ଅଛେଳି କହନ୍ତି। କିନ୍ତୁ ମଣିଷ ପାଇଁକି ଭଗବାନ ଏତେ ଚାଲାକେ ଗୋଟେ ସୁପର ପ୍ରତିଶବ୍ଦ ରଖିଲେ। ବୁଝିହେଉଛି? କିନ୍ତୁ ମହାପୁରୁଷଙ୍କ ବାଣୀ ହିସାବରେ କଳିର ଅନ୍ତିମ ସମୟ ଯେତେବେଳେ ଆସିବ, ସେ ସମୟରେ ଯାହାର ଜାତକରେ ବା ଯିଏ ଜୀବନରେ ଦାନ ଦିଏ ନାହିଁ, ତା ପେଟ ନିର୍ମଳ ନୁହଁ, ପରର ଘର ଭାଙ୍ଗେ, ପର ହିଂସୁକ ବ୍ୟକ୍ତି, ସେମାନେ ସଭାରେ ବସିବେ, ନ୍ୟାୟ କରିବେ। କେମିତି ନା ପକ୍ଷ କରି ନ୍ୟାୟ ଦେବେ। ଦୋଷୀ ଯିଏ ହେଇଥିବ ସେ ନିର୍ଦ୍ଦୋଷୀରେ ଯିବ, ନିର୍ଦ୍ଦୋଷୀ ଯିଏ ହେଇଥିବ ସେ ଦୋଷୀ ତାକୁ କରେଇବେ। ଯାହାଫଳରେ ସଂସାର କ'ଣ ହେଇଯିବ? ଧର୍ମ ଭୁଲିଯିବ। ସେ ଯେଉଁ ପାପ ହୁଏ, ସେ ଯେଉଁ ଦଣ୍ଡ ପାଏ, ସେ ମନୁଷ୍ୟ ତାକୁ ମୁଖରେ ବର୍ଣ୍ଣନା କରି ହୁଏ ନାହିଁ। କଥା ଛୁଆ ମନେ ରଖ। ସଭାରେ ବସି ଯିଏ ମିଛ କରେ, ପକ୍ଷ କରି ନ୍ୟାୟ ଦିଏ, ସେମାନେ 7 ଜନ୍ମ ପର୍ଯ୍ୟନ୍ତ ମୂକ ବଧିର ହୋଇକି ଜନ୍ମ ହୁଅନ୍ତି ବୋଲି ଶାସ୍ତ୍ର ମଧ୍ୟ ପ୍ରମାଣ ଦେଇଛି। ବହୁତ ଖରାପ। ଲୋକମାନେ ଜାଣିପାରନ୍ତି ନାହିଁ। ଶେଷ ସମୟ ଭୋଗିଲା ବେଳକୁ କହନ୍ତି କ'ଣ? ଭାଗ୍ୟରେ ଥିଲା। କିନ୍ତୁ ଏ ଯେଉଁ ଧର୍ମ ଗୁଡ଼ା ଯେତିକ, ସେମାନଙ୍କ ପାଇଁକି ମହାପ୍ରଭୁ କ'ଣ କରୁଛନ୍ତି? ଏମିତି ବାଣ ଖଞ୍ଜିଛନ୍ତି, ସେ ଆପଣା ହସ୍ତରେ ଆପେ କ'ଣ ହେବେ? ବିନାଶ ହେବେ। ଆରି ଉପରେ ମହାପୁରୁଷ କହନ୍ତି, କଳି ହେବ ଶେଷ, ସତ୍ୟ ଯେ ପ୍ରକାଶ, ହେଜି ନ ପାରିବେ କେହି, କହିବା ବୁଲିବା ଚାତୁରୀ ନଥିବ, ଅପାଳ କହେବ ମଇ। କହୁଛନ୍ତି, ହେ ଜଗତବାସୀ, ତମେମାନେ ଶୁଣ, କଳି ହେବ ଶେଷ, ସତ୍ୟ ଯେ ପ୍ରକାଶ, ହେଜି ନ ପାରିବେ କେହି। କଳି ଶେଷ ହେବ, ସତ୍ୟ ପରିପ୍ରକାଶ ହେବ, କେହି ହେଜି ପାରିବେ ନାହିଁ। କିଏ କହିବ କଳିଯୁଗ ସରିଗଲା, କିଏ କହିବ ଆଗକୁ ଅଛି,
କିଏ କହିବ ଏଇ ଅମକ ଦିନ କଳି ସରିବ, ଏମିତି ସବୁ ଆଲୋଚନା ଚାଲିବ, କିନ୍ତୁ କେହି ହେଜି ପାରିବେ ନାହିଁ। କାହିଁକି? ଏମାନେ ସବୁ ମାୟାରେ ଆବୃତ ହେଇଯିବେ। ବୁଝି ହେଉଛି ନା? କହିବା ବୋଲିବା ଚାତୁରୀ ନଥିବ ଅପାଳକ ହେବ ମଇ। ମାନେ ସେମାନେ କ'ଣ କରିବେ, ଯେଉଁ କିଛି ଲୋକ ବ୍ୟକ୍ତି ଅନୁଭବ କରିନଥିବେ, ଅନୁଚିନ୍ତନ କରିନଥିବେ, କିଛି ଶାସ୍ତ୍ର ଅଧ୍ୟୟନ କଲେ, ତାକୁ ଅଧ୍ୟୟନ କରି କ'ଣ କଲେ, ଜନସମାଜରେ ପରିବେଷ୍ଟିତ କଲେ। ସେ କହିବେ ଆମଠୁ ଜ୍ଞାନୀ କେହି ନାହାନ୍ତି। ଏଇମାନଙ୍କର ଯେଉଁ ଭାବନା ହେବ, ତାଙ୍କର ଚାତୁରୀ ନଥିବ, ସେମାନଙ୍କ ଗର୍ବ ରହିବ ନାହିଁ। ଅପାଳକ ହେବ ମଇ, ଅପାଳକ ବୋଲନ୍ତି ମରୁ, ପୁଣି ଅପାଳକ ବୋଲନ୍ତି ଅରାଜକତା। ମାନେ ସେ ମହାପୁରୁଷ ଏଠୁ କହୁଛନ୍ତି ଯେତିକ ଏଇ ଟାଇପ୍ର କଳିର ସେ ସମୟରେ ଭକ୍ତ ବାହାରିବେ, ସେମାନେ କେବଳ ହେବେ ନିଜର ଗର୍ବପଣ କେବେ ହେଲେ ଭାଙ୍ଗିବେ ନାହିଁ, ହୃଦୟର ଗର୍ବପଣକୁ ବହିଥିବେ। ନାମକୁ ବିକିବେ ଉଦର ପୋଷିବେ, ଧର୍ମ ଗୁଡ଼ା ହେବେ ନର। ବୋଲେ ହେ ବାବୁ ରାମ, ମନେ ରଖିଥା, କଳିର ଅନ୍ତିମ ସମୟରେ ନାମ ବିକା କିଣା ହେବ। ବୁଝି ହେଉଛି ନା? କାହିଁକି? ନିଜ ପେଟ ପାଇକି ଭଗବାନଙ୍କର ନାମ କରିବେ। ଆଉ ତ ଖୋଲିକି କହିପାରୁନୁ, ତମେ ଦେଖ ବର୍ତ୍ତମାନ ନାମ ବିକା କିଣା। ଆଉ ଗୋଟେ କଥା ମନେ ରଖିଥା, ଆଗେ ଅତୀତରେ ଗାଁ ମାନଙ୍କରେ ଗୋଟେ ନାମ ସଂକୀର୍ତ୍ତନ ହେଉଥିଲା, କି ଅଷ୍ଟପହରି ହେଉଥିଲା, କି 24 ହେଉଥିଲା, 5 ଗାଁ 6 ଗାଁ ମିଶିକି ଗୋଟେ କରୁଥିଲେ। କିନ୍ତୁ ବର୍ତ୍ତମାନ ତମେ ଦେଖ ଘରେ ଘରେ ନାମ ସଂକୀର୍ତ୍ତନ। ମହାପୁରୁଷ ଶିଶୁ ଅନନ୍ତ ଭାଷାରେ କୁକୁର ବହିବେ ମତରେ ଚିତା, ଭଲୁକ ବହିବେ ନବେ ପଇତା, ଭିଟି ଭିଟି ହରି ନାମ ଗାଇବ, ଘୋର କଳି କାଳ ଥୟ ନଇବ, ପାପ ପୁରୀ ଯିବ ମଇ, ଧର୍ମ ଘରେ ଘରେ ହରି ନାମ ଜୋଇବ, ଧର୍ମ ବଳ ଟିକେ ଆମେ ଅଷ୍ଟପହରି କରୁଛୁ। କୀର୍ତ୍ତନିଆ ଗୁଡ଼ା କିଏ ହେଲ, କୀର୍ତ୍ତନିଆ କ'ଣ କହିଲେ, ଆଇଲେ ତାଙ୍କର ନାମ କଲେ। ଯେ ତମେ ସେଠି ବସିକି ଏକାଗ୍ରତା ଭାବରେ କେତେ ଥର ନାମ ଜପୁଛ? ଜପି ହଉଛି? ଜପି ହଉନା। କିନ୍ତୁ ନାମ ସରିଗଲା ପରେ କୀର୍ତ୍ତନ, ତମେ ପଇସା ଅଛି, କୀର୍ତ୍ତନିଆ ଡାକିଲ, କିଏ ଅଷ୍ଟପହରି କରୁଛି, କିଏ ହନୁମାନ ଚାଳିଶା କରୁଛି, କିଏ ଗଣେଶ ଚାଳିଶା କରୁଛି, ଏମିତି ସବୁ ଅନେକ ବାହାରିଲାଣି। କିନ୍ତୁ ସେ ସମୟରେ ସେମାନେ ଗାଉଛନ୍ତି, ତମେ ବସିକି କେତେ ଥର ଗାଉଛ? ତମ ଗାଇପାରୁ ନା, ତାର କିଛି ମହତ୍ଵ ରହିଲା। ସେଥିପାଇଁ ମହାପୁରୁଷ କହିଲେ ଘରେ ଘରେ ହରି ନାମ ଜୋଇବ, ଧର୍ମ ବଳ ଟିକେ। ନିଜେ ତ କର୍ମ କଲ ନାହିଁ, କି ନିଜେ ସିଏ କ'ଣ ଗାଉଛନ୍ତି ତମେ ଟିକେ କାନରେ ମଧ୍ୟ ଶୁଣିଲ ନାହିଁ, ତାହେଲେ ତାର ମହତ୍ଵ ରହିଲା? କିଛି ମହତ୍ଵ ରହିଲା ନାହିଁ। ନାମକୁ ବିକିବେ ଉଦର ପୋଷିବେ, ଧର୍ମ ହୁଡ଼ା ହେବେ ନର। ଲୋକମାନେ ନାମ କିନ୍ତୁ ବିକା କିଣା ହୁଏ ନାହିଁ, କିନ୍ତୁ କଳିର ଶେଷ ସମୟରେ ନାମ ବିକା କିଣା ହେବ। ଗ୍ରାମେ ଗ୍ରାମେ କୋଟା ଛକ ଫୁଟିଯିବ, ପ୍ରଜା ହେବେ ନାରଖାର। କହିଲେ କଳିର ଶେଷ ସମୟରେ ମଧ୍ୟ ଗାଁ ଗାଁରେ କ'ଣ ହେଇଯିବ, ଉଠାମୟ ହେଇଯିବ। ତମେ ଦେଖ 1999 ମସିହା ବାତ୍ୟା ଗଲା, 2000 ମସିହା ପରଠାରୁ ଆଉ ଚାଳ ଘରେ ଦେଖିବା ଗ୍ରାମ ମାନଙ୍କର କ'ଣ କଷ୍ଟସାଧ୍ୟ। ପ୍ରଜା ହେବେ ନାରଖାର, ମାନେ ସେ କଥା କ'ଣ ହବ, ଆମ ମାନଙ୍କ ପାଇଁ କି ବିପଦ। କହିବାର କାରଣ କ'ଣ? କେତେବେଳେ ଭୂମିକମ୍ପ ଟିକେ ଯଦି ହବ, ଆଉ ରହିବାର ବଞ୍ଚିବାର ସ୍ଥିତି ନାହିଁ। ଏହାକୁ ମଧ୍ୟ ମହାପୁରୁଷ କହିଥିଲେ ଆଉ ଗୋଟିଏ ପଦରେ, ଗ୍ରାମେ ଗ୍ରାମେ କୋଟା ଛତି ଫୁଟିଯିବ, ନୟନେ ଦେଖିବ ଯାଇ, କ୍ଷଣକ ମଧ୍ୟରେ ରସାନ୍ତଳେ ହେବ, ରଖି ନ ପାରିବେ କେହି। ମହାପୁରୁଷ କହିଛନ୍ତି ଯେତେ କୋଟା ହେଉଛି ହଉ, କିଛି ଖରାପ ନୁହଁ, କିନ୍ତୁ ଦିନେ ନା ଦିନେ ଭୂମିକମ୍ପରେ କୋଟା ସବୁ କ'ଣ ହବ, ବିନାଶ ହେବ। କାଳର କରାଳେ ବିନାଶ ହୋଇବ, ଏ ବାଣୀ ମିଥ୍ୟା ନୁହଁ। କହିଲେ ଏଗୁଡ଼ା ଆକୁ ସବୁ କେହି ମାନିପାରିବେ, ଆକୁ ବିଧିର ବିଧାନ ବା କାଳର କରାଳରେ ଏମାନେ କ'ଣ ହେବେ, ବିନାଶ ହେବେ। ଧର୍ମ ହୁଡ଼ା ପାଣି ସକଳ ମରିବେ, ତୋଳି ନ ପାରିବେ କେହି। ଏଇ ଯେଉଁ ଧର୍ମ ହୁଡ଼ା ପ୍ରାଣୀ, ଧର୍ମକୁ ଯେଉଁମାନେ ଆଖିଠାର ମାରୁଛନ୍ତି, ଏମାନେ ସମୟ ଆସିବ ଥିବେ ନାହିଁ।
ଏମାନଙ୍କର ବିନାଶ ହବାର କଥା ହବ। ତେଣୁ ତମେ ଦେଖ ମହାପୁରୁଷ ଯାହା ଲେଖିଛନ୍ତି ତାହା କ'ଣ ହେଇଛି ଅକ୍ଷର ଅକ୍ଷର ସତ୍ୟତାରେ ପରିଣତ ହୋଇଛି। ତେଣୁ ଏଥିରୁ ଅନୁମୟ ନିଶ୍ଚିନ୍ତ ଖୁବ୍ ନିକଟରେ ମାନେ 20-25 ବର୍ଷ ଭିତରେ ଗୋଟେ ନିଶ୍ଚିନ୍ତ ଜଗତର ଗୋଟେ ପରିବର୍ତ୍ତନ ଘଟିବ। ଏଥିରେ ଅତ୍ୟୁକ୍ତି ହେବ ନାହିଁ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।